ଆଜି ମୁଁ ଏକ ପୁରୁଣା ଗଳ୍ପ କହିବାକୁ ଯାଉଛି। ଗଜମୁଣ୍ଡ ଏବଂ ରାଜକୁମାରୀ। ପୁରୁଣା ଦିନରେ କଥା, କଳିଙ୍ଗରେ ଏକ ରାଜ୍ୟ ଥିଲା, ଯାହାର ରାଜା ଥିଲେ ନ୍ୟାୟବାନ, ଦୟାଳୁ। କିନ୍ତୁ ରାଜକୁମାରୀ ଜନ୍ମ ହେଲା ବେଳେ ରାଜ୍ୟରେ ଏକ ଦୁଷ୍ଟ ତାଙ୍କୁ ଶାପ ଦେଇଥିଲା। ଯେଉଁ ଲୋକ ରାଜକୁମାରୀକୁ ବିବାହ କରିବେ ସେ ଗଜମୁଣ୍ଡ ହେଇଥିବ। ରାଜକୁମାରୀଙ୍କ ବୟସ ହେବା ସଙ୍ଗେ ସଙ୍ଗେ ବର୍ଷ ପରେ ବର୍ଷ ବିତିଗଲା। ରାଜକୁମାରୀ ସୁନ୍ଦର, ଶିଳ୍ପ ଓ ଗୁଣରେ ଦକ୍ଷ ଥିଲେ, କିନ୍ତୁ ଶାପ ନିମନ୍ତେ କେହି ବିବାହ ପାଇଁ ଆଗଭର ହେଉନଥିଲେ। ଦିନେ ଜଙ୍ଗଲରୁ ଜଣେ ଅଜଣା ଯୁବକ ବାହାରିଲା। ତାର ମୁଣ୍ଡ ଥିଲା ଗଜମୁଣ୍ଡ, ମଣିଷ ଶରୀର, ହାତୀର ମୁଣ୍ଡ। ଲୋକେ ଭୟ ପାଇଲେ, କିନ୍ତୁ ସେ କହିଲା, ମୁଁ ରାଜକୁମାରୀକୁ ହିଁ ପତି ହେବାକୁ ଚାସିନି। ମୁଁ କେବଳ ମୋର ସତ୍ୟ ଖୋଜିବାକୁ ଆସିଛି। ସମସ୍ତେ ଗଜମୁଣ୍ଡକୁ ଦୂରେଇ ରଖିଲେ, କିନ୍ତୁ ରାଜକୁମାରୀ ତାଙ୍କୁ ଖାଇବାକୁ ଦେଲେ, କଥାବାର୍ତ୍ତା ହେଲେ, ମଣିଷ ଭାବେ ବ୍ୟବହାର କଲେ। ସେ ମିଷ୍ଟ ଭାବରେ କହିଲେ, ଦେଖା ଯେପରି ହଉ, ହୃଦୟଟା ମହତ୍ତ୍ୱପୂର୍ଣ୍ଣ ତୁମର। ଏହି ଦୟା ଦେଖି ଗଜମୁଣ୍ଡ ପ୍ରଥମେ ହସିଲା। ରାଜ୍ୟରେ ଆକ୍ରମଣ ହେଲା। ଗଜମୁଣ୍ଡ ସେନାକୁ ପଛରେ ଠେଲି ଏବଂ ନିଜ ଶରୀରକୁ ଢାଲରେ ଘୋଡ଼େଇ ରଖି ରାଜକୁମାରୀକୁ ବଞ୍ଚେଇଲେ। ସବୁ ଲୋକେ ଚମକି ପଡ଼ିଲେ। ଦାନବ ତ ଇଏ ନୁହେଁ, ଇଏ ହେଉଛନ୍ତି ଜଣେ ଯୋଦ୍ଧା ଆଉ ସତ୍ପୁରୁଷ। ମୁଁ ତାଙ୍କୁ ନିଶ୍ଚିନ୍ତ ବିବାହ କରିବି ବୋଲି ରାଜକୁମାରୀ କହିଲେ। ସେ ଗଜମୁଣ୍ଡ ନୁହେଁ, ସେ ହେଉଛନ୍ତି ରାଜା। ଏକ ଦୀପ୍ତ ଆଲୋକ ପଡ଼ିଲା। ଗଜମୁଣ୍ଡର ମୁଣ୍ଡ ଧୀରେ ଧୀରେ ମଣିଷରେ ପରିଣତ ହେଲା ଏବଂ ସାପ ଭାଙ୍ଗିଗଲା। ତାଙ୍କ ଦୁହିଁଙ୍କର ବିବାହ ହେଲା। ରାଜ୍ୟ ଆନନ୍ଦ ଓ ଦୟାର ପ୍ରତୀକ ହେଲା। ଗଜମୁଣ୍ଡର ଅନ୍ୟାୟ କିପରି ପରିବର୍ତ୍ତିତ ହୋଇ ସତ୍ୟରେ ଜିତ୍ ହେଲା। ଦର୍ଶକ ବନ୍ଧୁ, କିପରି ଲାଗିଲା ଗଳ୍ପଟି? ଲାଇକ୍ କରିବେ, ସେୟାର କରିବେ ଏବଂ କମେଣ୍ଟ କରିବେ। ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ। ରହୁଛି। ଜୟ ଜଗନ୍ନାଥ।